ଜଙ୍ଗଲରେ ଗୁଡ୍ଡି ତା ମା ମିନୁ ସାଙ୍ଗରେ ରହୁଥିଲା। ସେମାନେ ପ୍ରତିଦିନ ଜଙ୍ଗଲରୁ ଖୋଜି ଖୋଜି ମିଠା ଫଳ ଆଣି ବଜାରରେ ବିକ୍ରି କରୁଥିଲେ। ଆରେ ମା, ଆଜି ଫଳ ତୋଳିବାକୁ ଆସୁ ଆସୁ ଡେରି ହେଇଗଲା। ଶୀଘ୍ର ଶୀଘ୍ର ଫଳ ତୋଳ ମା, ମୁଁ ଏଠୁ ଗଲା ପରେ ପୁଣି ବଜାରକୁ ବି ଯିବି। ମା, କିଏ କାନ୍ଦୁଛି ନା? ତୁମେ କାହାର କାନ୍ଦ ଶୁଣିବାକୁ ପାଉଛ? ହଁ, ଶୁଣିବାକୁ ତ ପାଉଛି ଯେ, ହେଲେ ତୁ ସେପଟେ କାନ ଦେଇନି। ବେଳେ ବେଳେ ଜଙ୍ଗଲ ଭିତରୁ ଏମିତି ଅଦ୍ଭୁତ କାନ୍ଦ ଶୁଣାଯାଏ, ତୁ ସେଠାକୁ ଜମା ବି ଯିବୁନି। ହେଲେ ମା, ଯଦି କିଏ ବିପଦରେ ପଡ଼ି କାନ୍ଦୁଥାଏ, ଚାଲ ନା ମା, ଥରେ ସେଠାକୁ ଯାଇ ଦେଖି ଆସିବା। ମୁଁ ତତେ ମନା କଲି ନା, ତୁ ସେଠାକୁ ଯିବୁନି। ଦେଖେ, ମୁଁ ଫଳ ତୋଳି ସାରିଲିଣି, ଚାଲ ବି ଘରକୁ ଯିବା। ତାପରେ ସେମାନେ ଫଳ ଝୁଡ଼ି ଧରି ଘରକୁ ଫେରି ଆସିଲେ। ମୁନ୍ନି ବଜାରକୁ ଯାଇ ଫଳ ବିକ୍ରି କଲା। କିଛି ସମୟ ପରେ ରାତି ହେଇଗଲା। ଅଧରାତିରେ ଗୁଡ୍ଡି ଏକ ଭୟଙ୍କର ସ୍ୱପ୍ନ ଦେଖିଲା। ସ୍ୱପ୍ନରେ ଜଣେ କାନ୍ଦି କାନ୍ଦି ତାକୁ ସାହାଯ୍ୟ ମାଗୁଥିଲା। ଗୁଡ୍ଡି, ଆମେ ବିପଦରେ ଅଛୁ, ଆମକୁ ସାହାଯ୍ୟ କର, ଆମ ପାଖକୁ ଆ। ଆରେ, ମୋ ସ୍ୱପ୍ନରେ କିଏ ଏମିତି କାନ୍ଦୁଥିଲା? ମୁଁ ତ କାହାକୁ ବି ଦେଖିବାକୁ ପାଇଲିନି। ମନେ ପଡ଼ିଲା, ସକାଳେ ମୁଁ ଜଙ୍ଗଲରେ ଠିକ୍ ଏମିତି କାନ୍ଦ ଶୁଣିଥିଲି। ନିଶ୍ଚୟ ସେ ଜଙ୍ଗଲ ଭିତରେ କିଛି ଅଛି। ମୁଁ କାଲି ସକାଳେ କାହାକୁ ବି କିଛି ନ କହି ଜଙ୍ଗଲ ଭିତରକୁ ଯିବି ଆଉ ଦେଖିବି ସେଠି କିଏ ଏମିତି କାନ୍ଦୁଛି। ମା, ଆଜି ତ ଆମେ ଫଳ ଆଣିବା ପାଇଁ ଯିବାନି। ମତେ ଆଜି ଘରେ ରହିବାକୁ ଇଚ୍ଛା ହଉନି। ମୁଁ ଯାଉଛି ବାହାରୁ ଟିକେ ବୁଲି ଆସିବି। ଆରେ ମା, ଆଜି ଦିନଟା ଆରାମ କର, କାଲି ଆମେ ପୁଣି ଜଙ୍ଗଲ ଭିତରକୁ ଯିବା। ହେଲେ ମା, ମୋର ଆଜି ବାହାରକୁ ଯିବାକୁ ଇଚ୍ଛା ହେଉଛି। ଆଚ୍ଛା ହଉ ଯା, ହେଲେ ଡେରି କରିବୁନି, ଶୀଘ୍ର ଘରକୁ ଫେରି ଆସିବୁ। ତାପରେ ଗୁଡ୍ଡି ସେଇ ଜଙ୍ଗଲ ଭିତରକୁ ଗଲା। ସେଦିନ ବି ସେଇ କାନ୍ଦ ଶୁଣି ପାରିଲା। ଆରେ କଣ, ଆଜି ବି ତ କାହାର କାନ୍ଦିବାର ଶବ୍ଦ ଶୁଭୁଛି। ଏଇ ଦିଗରୁ ଶବ୍ଦ ଆସୁଛି, ମୁଁ ସେଠାକୁ ଯାଇ ଦେଖେ। ଗୁଡ୍ଡି ଶବ୍ଦ ଶୁଭୁଥିବା ଜାଗାକୁ ଗଲା। ସେ ଦେଖିଲା ଏକ ଗଛରେ ଅଦ୍ଭୁତ 3 ରଙ୍ଗର ମନ୍ଦାର ଫୁଲ ଫୁଟିଛି। ଏ ମନ୍ଦାର ଫୁଲ ସବୁ ଏମିତି ରଙ୍ଗର କଣ ପାଇଁ? ମୁଁ ତ ଆଗରୁ ଏମିତି ମନ୍ଦାର ଫୁଲ କୋଉଠି ବି ଦେଖିନି। ଏଇ ପାଖରୁ ତ କାନ୍ଦ ଶୁଭୁଥିଲା, ହେଲେ କାଇଁ ଏଠି ତ କେହି ବି ନାହାନ୍ତି। ବଞ୍ଚାଅ ଗୁଡ୍ଡି, ଆମକୁ ସାହାଯ୍ୟ କର, ଆମକୁ ଏ ଫୁଲରୁ ମୁକ୍ତ କର। ଆରେ କଣ, ଏ ମନ୍ଦାର ଫୁଲ କଣ କଥା କହୁଛି? ହଁ, ଆମେ କଥା କହିପାରୁ, ଆମେ ସାଧାରଣ ମନ୍ଦାର ଫୁଲ ନୁହଁ। ଗୁଡ୍ଡି, ଆମକୁ ଧରନି, ନହେଲେ ତୁ ବି ଆମ ଭଳି ଅଭିଶପ୍ତ ହେଇଯିବୁ। ଅଭିଶପ୍ତ? କଣ କହୁଛ? ମୁଁ ତ କିଛି ବି ବୁଝିପାରୁନି। ତୁ ଶୁଣିବୁ ଆମ କାହାଣୀ? ତେବେ ଶୁଣ, ଆମେ 3 ଫୁଲ ହେଉଛୁ 3ଟି ପରି। ଏଠାରୁ ବହୁତ ଦୂରରେ ଆମ ଘର। ଦିଦି, ତୁ ଜାଣିଛୁ, ପୃଥିବୀରେ ନା ବୁଲିବା ପାଇଁ ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି। ନଦୀ, ଝରଣା, ଜଙ୍ଗଲ, ଏମିତି ବହୁତ ସୁନ୍ଦର ଜାଗା ଅଛି। ସତରେ? ଚାଲ ନା, ଆଜି ଆମେ ସମସ୍ତେ ପୃଥିବୀକୁ ଯାଇ ବୁଲି ଆସିବା। ହଁ, ମୋର ବି ଜଙ୍ଗଲ ଦେଖିବାକୁ ଭାରି ଇଚ୍ଛା ହେଉଛି। ଚାଲ ନା, ଆଜି ଆମେ ସମସ୍ତେ ସେଠାକୁ ଯିବା। ଯିବା ପୂର୍ବରୁ ଚାଲ ପରୀମାଙ୍କ ପାଖରୁ ଆମେ ଆଗ ଅନୁମତି ନେବା। ମା, ଆମେ ଶୁଣିଲୁ ପୃଥିବୀ ବହୁତ ସୁନ୍ଦର। ଯିଏ ଥରେ ସେଠାକୁ ଯାଏ ସେ ଆଉ ଆସିବାକୁ ଇଚ୍ଛା କରେନି। ଆମେ 3 ଭଉଣୀ ବୁଲିବା ପାଇଁ ସେଠାକୁ ଯିବୁ। ହଁ, ସତରେ ପୃଥିବୀ ବହୁତ ସୁନ୍ଦର, ହେଲେ ତମେ ମାନେ ସେଠାକୁ ଯାଇପାରିବନି। ହେଲେ କଣ ପାଇଁ ମା? କାରଣ ତମେ ମାନେ ଯଦି ସଠିକ ସମୟରେ ସେଠାରୁ ଆସିପାରିବନି, 1 ବର୍ଷ ତମେ ମାନେ ସେଠି ରହିଯିବ। ମା, ଆମେ ବଡ଼ ହେଲୁଣି, ତୁମେ ଚିନ୍ତା କରନି। ମୁଁ ମୋ 2 ଭଉଣୀଙ୍କୁ ନେଇ ସଠିକ ସମୟରେ ଏଠାକୁ ଫେରି ଆସିବି। ତେବେ ଠିକ ଅଛି, ତମେ ମାନେ ବୁଲିବା ପାଇଁ ପୃଥିବୀକୁ ଯାଅ, ହେଲେ ମନେ ରଖ, ପୂର୍ଣ୍ଣିମା ରାତିରେ ତମେ ମାନେ ଏଠାକୁ ଫେରି ଆସିବ, ନହେଲେ ତମେ ମାନେ 1 ବର୍ଷ ଏଠାକୁ ଆଉ ଫେରି ପାରିବନି। ମା, ଚିନ୍ତା କରନି, ଆମେ ଶୀଘ୍ର ଫେରି ଆସିବୁ। ଆମେ ଆଜି ହିଁ ପୃଥିବୀକୁ ଯିବୁ। ଏମିତି କଥା ହେଇ ଆମେ 3 ଜଣ ଏଇ ଜଙ୍ଗଲକୁ ବୁଲିବା ପାଇଁ ଆସିଲୁ। ଆରେ ଭଉଣୀ ମାନେ, ଦେଖ ଦେଖ, ଚାରିଆଡେ କେମିତି ଫୁଲ ଫଳ ଗଛ ଭର୍ତ୍ତି। ଆରେ ସେପଟେ ଦେଖ, କେତେ ସୁନ୍ଦର ଫୁଲ ହେଇଛି ଗଛରେ। ଆରେ ସତରେ ତ, ଏଇ
ଗଛର ଫୁଲ ବହୁତ ସୁନ୍ଦର, ଗଛଟି ବି ବହୁତ ବଡ଼। ଚାଲ ଚାଲ ଏଇ ଗଛରୁ କିଛି ଫୁଲ ତୋଳିବା। ତାପରେ ଆମେ ଏଇ ଗଛରୁ ଅନେକ ଗୁଡ଼ିଏ ଫୁଲ ତୋଳିଲୁ। ଏଇ ଗଛ ତଳେ ଜଣେ ସାଧୁ ବାବା ବସି ଧ୍ୟାନ କରୁଥିଲେ। ଭୁଲରେ ଆମ ହାତରୁ କିଛି ଫୁଲ ଖସି ସାଧୁ ବାବାଙ୍କ ଉପରେ ପଡ଼ିଗଲା, ଯାହା ଫଳରେ ତାଙ୍କ ଧ୍ୟାନ ଭାଙ୍ଗିଗଲା। ତମ ମାନଙ୍କର ଏତେ ସାହସ, ମୋର ଧ୍ୟାନ ଭାଙ୍ଗିଦେଲ। ଆମେ ଜାଣିଶୁଣି ଆପଣଙ୍କ ଉପରେ ଫୁଲ ପକେଇନୁ, ଭୁଲରେ ଆମ ହାତରୁ ଖସି ପଡ଼ିଲା। ଦୟାକରି ରାଗନ୍ତୁନି, ଆପଣଙ୍କୁ କ'ଣ ଦରକାର କୁହନ୍ତୁ, ଆମେ ଆପଣଙ୍କୁ ସବୁ କିଛି ଦେଇପାରିବୁ। ମୂର୍ଖ ପରି ମତେ ଲୋଭ ଦେଖାଉଛୁ। ତମେ ମାନେ ଅନେକ ଦିନରୁ କରୁଥିବା ସାଧନାକୁ ମୋର ଭାଙ୍ଗିଦେଲ। ମୁଁ ତମମାନଙ୍କୁ ଅଭିଶାପ ଦେଉଛି, ଯୋଉ ମନ୍ଦାର ଫୁଲ ପାଇଁ ତମେ ମାନେ ମୋର ଧ୍ୟାନ ଭାଙ୍ଗିଲ, ତମେ 3 ଜଣ ସେଇ ମନ୍ଦାର ଫୁଲ ପାଲଟି ଯିବ, ଆଉ ସାରା ଜୀବନ ସେଇ ଫୁଲ ହେଇ ରହିବ। କ୍ଷମା କରନ୍ତୁ ସାଧୁ ବାବା, ଆମର ଭୁଲ ହେଇଗଲା। ଆମେ ଏସବୁ ନ ଜାଣି ଆପଣଙ୍କୁ ରଗେଇ ଦେଲୁ। ଆମ ଉପରେ ଦୟା କରନ୍ତୁ, ଆମକୁ ଏ ଜୀବନରୁ ମୁକ୍ତ କରନ୍ତୁ। ଦରକାର ହେଲେ ଆମେ ସାରା ଜୀବନ ଆପଣଙ୍କର ସେବା କରିବୁ। ଆମକୁ ଏ ଦଣ୍ଡ ଦିଅନ୍ତୁନି। ମୁଁ ମୋ ଅଭିଶାପ ଫେରେଇ ନେଇ ପାରିବିନି, ହେଲେ ହଁ, ଆସନ୍ତା 1 ବର୍ଷ ଭିତରେ ଏ ଜଙ୍ଗଲର ପଶୁ କିମ୍ବା ପକ୍ଷୀ ତମମାନଙ୍କ କାନ୍ଦ ଶୁଣି ତମମାନଙ୍କ ପାଖକୁ ଆସିବ, ଆଉ ନିଜର ରକ୍ତ ତମମାନଙ୍କ ଉପରେ ପକେଇ ତମମାନଙ୍କୁ ଲାଲ କରିଦେବ। ତାହେଲେ ଯାଇ ତମେମାନେ ଅଭିଶପ୍ତ ଜୀବନରୁ ମୁକ୍ତ ହେଇପାରିବ। ସେତେବେଳେ ତମେମାନେ ନିଜ ଶକ୍ତି ବି ଫେରି ପାଇବ। ଗୁଡି, ଶୁଣିଲୁ ତ ଆମ କାହାଣୀ। ଆଉ ମାତ୍ର ଗୋଟିଏ ଦିନ ଅଛି ସାଧୁ ବାବାଙ୍କ ଅଭିଶାପରୁ ମୁକ୍ତ ହେବା ପାଇଁ, ନହେଲେ ସାରା ଜୀବନ ଆମେ ଏମିତି ଫୁଲ ହେଇ ରହିଯିବୁ। ତମେମାନେ ଚିନ୍ତା କରନି, ମୁଁ ତମମାନଙ୍କୁ ମୋ ରକ୍ତ ଦେବି, ଆଉ ଏ ଅଭିଶପ୍ତ ଜୀବନରୁ ତମମାନଙ୍କୁ ମୁକ୍ତ କରିବି। ହେଲେ ଗୁଡି, ତୁ କ'ଣ ଆମକୁ ତୋ ଦେହର ଏତେ ସାରା ରକ୍ତ ଦେଇପାରିବୁ? ହଁ, ମୁଁ ପାରିବି, ତମେମାନେ ଚିନ୍ତା କରନି। ଏମିତି କହି ଗୁଡି ଏକ ଧାରୁଆ ପଥରରେ ନିଜ ଡେଣାକୁ କାଟିଦେଲା। ସେ 3 ଫୁଲରେ ନିଜ ରକ୍ତ ଦେଲା, ଯାଦ୍ୱାରା ସେ ବହୁତ ଦୁର୍ବଳ ହେଇଗଲା ଆଉ ବେହୋସ ହେଇ ତଳେ ପଡ଼ିଗଲା। ପରୀମାନେ ନିଜ ପୂର୍ବ ରୂପକୁ ଫେରି ଆସିଲେ। ଆମେ ପୁଣି ଥରେ ପରୀ ହେଇଗଲେ। ଚାଲ ଆଗ ଗୁଡିକୁ ଦେଖିବା, ତାର କ'ଣ ହେଲା। ରୁହ, ମୁଁ ମୋ ଯାଦୁ ଶକ୍ତିରେ ଗୁଡିକୁ ଠିକ କରିଦେଉଛି। ଏମିତି କହି ସେ ପରୀ ନିଜ ଯାଦୁ ଶକ୍ତିରେ ଗୁଡିକୁ ଠିକ କରିଦେଲା। ଗୁଡି ପୁରାପୁରି ସୁସ୍ଥ ହେଇଗଲା। ନିଜ ଶକ୍ତିକୁ ଫେରି ପାଇ 3 ପରୀ ବହୁତ ଖୁସି ଥିଲେ। ଆରେ ଏକା, ତମେ ମାନେ ନିଜ ପୂର୍ବ ରୂପ ଫେରି ପାଇଲ, ମତେ ବି ଭଲ କରିଦେଲ। ତମମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ ଆମେ ତତେ ଦେବୁ, ତୋ ପାଇଁ ହିଁ ଆଜି ଆମେ ନିଜ ପୂର୍ବ ରୂପ ଫେରି ପାଇଲୁ। ଆମେ ତ ବିଷୟରେ ଜାଣିଛୁ ଗୁଡି, ତୁ ତ ମା ସାଙ୍ଗରେ ରହୁଛୁ, ଫଳ ବିକ୍ରି କରି ତମେ ମାନେ ଅନେକ କଷ୍ଟରେ ଚଳ। ହଁ, ମୋ ମା ବହୁତ ପରିଶ୍ରମ କରନ୍ତି, ତଥାପି ସେ ଘର ଖର୍ଚ୍ଚ ଉଠେଇ ପାରନ୍ତିନି। ଆଜିଠୁ ତମ ମାନଙ୍କର ଆଉ କିଛି ଦୁଃଖ ରହିବନି। ଏଇ କୁକୁଡ଼ା ନେ। ଏଇ କୁକୁଡ଼ା ସାଧାରଣ କୁକୁଡ଼ା ନୁହଁ, ସେ ପ୍ରତିଦିନ ତମକୁ ଗୋଟିଏ ସୁନା ଅଣ୍ଡା ଦେବ। ତମେ ମାନେ ସେ ଅଣ୍ଡା ବିକ୍ରି କରି ଆରାମରେ ଚଳିପାରିବ। ଆଜି ପୂର୍ଣ୍ଣିମା, ଆମେ ଘରକୁ ଫେରି ଯାଉ, ନହେଲେ ଆଉ 1 ବର୍ଷ ଘରକୁ ଫେରି ପାରିବୁନି। ଏମିତି କହି ପରୀମାନେ ସେଠାରୁ ଚାଲିଗଲେ। ଗୁଡି ସୁନା ଅଣ୍ଡା ଦିଆ କୁକୁଡ଼ା ଧରି ନିଜ ଘରକୁ ଫେରିଲା। ସେ ତାର ମାକୁ ସବୁ ଘଟଣା କହିଲା।